ରୁଷିଆ କଥା ଶୁଣି ପାକିସ୍ତାନର ମୁଣ୍ଡ ଗୋଲ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବନ୍ଧୁ ରୁଷିଆ ପାକିସ୍ତାନ ସହିତ ଏକ ବଡ଼ ଚୁକ୍ତି କରିଥିବା ଖବର ଏବେ ଚର୍ଚ୍ଚା ହେଉଛି। ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଏ ସମ୍ପର୍କରେ ବଡ଼ ବଡ଼ ଦାବି କରାଯାଉଥିଲା। ତେବେ ବର୍ତ୍ତମାନ ରୁଷିଆ ଏହି ରିପୋର୍ଟଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛି। ପୁଣି କରୋନା ଆତଙ୍କ ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭ୍ୟାରିଏଣ୍ଟ। 7ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା। ଦେଶରେ କରୋନା ଆତଙ୍କ ଦେଖାଯାଇଛି। ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ ମାମଲା। ଗତ ସପ୍ତାହ ହେବ ଦେଶରେ 2000ରୁ ଅଧିକ ଆକ୍ଟିଭ କେସ୍ ରହିଛି ଏବଂ ଏହାରି ଭିତରେ ଦିଲ୍ଲୀରେ ପ୍ରଥମ କରୋନା ଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ପୁଣି ବଡ଼ ବର୍ଷା ଆଶଙ୍କା ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ IMD ସୂଚନା ଅନୁଯାୟୀ ଆଜି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ଥରେ ପାକିସ୍ତାନ ଉପରେ ଆଟାକ୍ କରିବ ଭାରତ। ଅପରେସନ ସିନ୍ଦୁରରେ ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ଯାହା କଲା ତାହାପରେ ପାକିସ୍ତାନୀ ସେନା ଭୟଭୀତ ହୋଇସାରିଛି। ତେବେ ଏନେଇ ପାକିସ୍ତାନର ବଡ଼ ବଡ଼ ନେତା ସତର୍କ କଲେଣି ଯେ ଭାରତ ପୁଣି ଥରେ ଆଟାକ୍ କରିପାରେ। ପୁଣି ପାକିସ୍ତାନକୁ ଲାଗିବ ବଡ଼ ଝଟକା। ଏକାଠି ହେବେ ମୋଦି ଏବଂ ଜିନପିଙ୍ଗ। ପାକିସ୍ତାନ ସହିତ ସାମ୍ପ୍ରତିକ ସାମରିକ ଉତ୍ତେଜନା ଏବଂ ପାକିସ୍ତାନକୁ ଚାଇନାର ସମର୍ଥନ ମଧ୍ୟରେ ଭାରତ ଏବଂ ଚୀନ ମଧ୍ୟରେ କୂଟନୈତିକ ଆଲୋଚନା ପାଇଁ ଏକ ନୂତନ ସୁଯୋଗ ଆସିଛି। ତୁର୍କୀକୁ ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରେମ। ଏୟାରଲାଇନ୍ ସହ ଚୁକ୍ତି ବାତିଲ ପାଇଁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ପ୍ରଥମ ଖବର ରୁଷିଆ କଥା ଶୁଣି ପାକିସ୍ତାନର ମୁଣ୍ଡ ଗୋଲ। ପୁତିନ କହିଲେ ମୋଦିଙ୍କ ସହ ଆମେ କଥା ହେବୁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବନ୍ଧୁ ରୁଷିଆ ପାକିସ୍ତାନ ସହିତ ଏକ ବଡ଼ ଚୁକ୍ତି କରିଥିବା ଖବର ଏବେ ଜୋରଦାର ଚର୍ଚ୍ଚା ଧରିଥିଲା। ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଏ ସମ୍ପର୍କରେ ବଡ଼ ବଡ଼ ଦାବି କରାଯାଉଥିଲା। ତେବେ ବର୍ତ୍ତମାନ ରୁଷିଆ ଏହି ରିପୋର୍ଟଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛି। ରୁଷ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛି ଏବଂ ଏହାକୁ ଭାରତର ସହିତ ସମ୍ପର୍କ ନଷ୍ଟ କରିବାର ପ୍ରୟାସ ବୋଲି କହିଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରୁଥିଲା ଯେ ରୁଷିଆ ଏବଂ ପାକିସ୍ତାନ କରାଚିରେ ଏକ ସୋଭିଏତ ଯୁଗର ଇସ୍ପାତ କାରଖାନା ପୁନଃ ଆରମ୍ଭ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। 1970 ଦଶକରେ ସୋଭିଏତ ସଂଘ ପାକିସ୍ତାନ ଷ୍ଟିଲ୍ ପ୍ଲାଣ୍ଟ ଡିଜାଇନ୍ କରିଥିଲା ଏବଂ ଏହାକୁ ପାଣ୍ଠି ମଧ୍ୟ ଦେଇଥିଲା। ତଥାପି ବର୍ତ୍ତମାନ ଏହି ଇସ୍ପାତ କାରଖାନା ଧ୍ୱଂସପ୍ରାପ୍ତ ହୋଇପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ $2.6 ବିଲିୟନ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତଥାପି ରୁଷିଆ ଦ୍ୱାରା ଏହାର ସତ୍ୟତା ଯାଞ୍ଚ କରାଯାଇ ଏହାକୁ ନକଲି ବୋଲି କୁହାଯାଇଛି। ପରବର୍ତ୍ତୀ ଖବର କରୋନା ଆତଙ୍କ ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭ୍ୟାରିଏଣ୍ଟ। ଦେଶରେ କରୋନା ଆତଙ୍କ ଦେଖାଯାଇଛି। ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ ମାମଲା। ଗତ ସପ୍ତାହ ହେବ ଦେଶରେ 2000ରୁ ଅଧିକ ଆକ୍ଟିଭ କେସ୍ ରହିଥିବା ବେଳେ ଆଜି ତାହା 3000 ଅତିକ୍ରମ କରିଛି। ତେବେ ଦିଲ୍ଲୀ, ନୋଏଡା ଓ ଗାଜିଆବାଦରେ ବି କରୋନା ଦ୍ରୁତ ଗତିରେ ମାଡୁଛି। ଦିଲ୍ଲୀରେ ଗୋଟିଏ ଦିନରେ 56 ନୂଆ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା 200ରେ ପହଞ୍ଚିଛି। ସେଭଳି ଦେଶର କରୋନା ଜନିତ ମୃତ୍ୟୁ 7ରେ ପହଞ୍ଚିଛି। ମୃତକ ମଧ୍ୟରେ ମହାରାଷ୍ଟ୍ରରୁ 2 ଜଣ ଥିବାବେଳେ ଦିଲ୍ଲୀ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ ଓ ତାମିଲନାଡୁ ଏବଂ ଓଡ଼ିଶାରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ଦିଲ୍ଲୀରେ କରୋନାରେ ଆଖି ବୁଜିଥିବା ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ତେବେ ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚେକଅପ୍ ପରେ ତାଙ୍କୁ ଆକ୍ୟୁଟ୍ ଇଣ୍ଟେଷ୍ଟାଇନ୍ ଅବଷ୍ଟ୍ରକ୍ସନ୍ ହୋଇଥିବା ବୋଲି ଜଣାପଡ଼ିଥିଲା। ଏହାପରେ ସର୍ଜରୀ ହୋଇଥିଲା। ରୁଟିନ୍ ଚେକଅପ୍ରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ଏବଂ ବର୍ତ୍ତମାନ ତାଙ୍କର ମୃତ୍ୟୁ ଘଟିଛି। ପରବର୍ତ୍ତୀ ଖବର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ବଙ୍ଗୋପସାଗର ପୂର୍ବରୁ ସକ୍ରିୟ ଥିବା ଗଭୀର ନିମ୍ନଚାପ ଏବେ ଦୁର୍ବଳ ହୋଇ ନିମ୍ନଚାପରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ବାଂଲାଦେଶ ଉପରେ ଅବସ୍ଥାନ କରୁଛି। ତେବେ ଏହା ଓଡ଼ିଶାର ପାଣିପାଗ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଉଛି, ଯେଉଁଥିରେ ବଜ୍ରପାତ ଓ ବର୍ଷାର ଆଶଙ୍କା ବଢ଼ି ଚାଲିଛି। ସାମ୍ପ୍ରତିକ ପାଣିପାଗ ରିପୋର୍ଟ ଅନୁଯାୟୀ ଏହି ପାଣିପାଗ ପ୍ରଣାଳୀ ପୂର୍ବ ଏବଂ ଉତ୍ତର ପୂର୍ବ ଓଡ଼ିଶା ଉପରେ ପ୍ରବଳ ପ୍ରଭାବ ବଜାୟ ରଖିଛି ଏବଂ ଏହା ଭାରୀରୁ ଅତ୍ୟଧିକ ଭାରୀ ବର୍ଷା ସୃଷ୍ଟି କରିପାରେ। ଏ ସମ୍ପର୍କରେ IMD ରାଜ୍ୟର ଉତ୍ତର ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପରବର୍ତ୍ତୀ ଖବର ଭାରତୀୟ ସେନା ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନରେ ପ୍ରବେଶ କରି ଯାହା କରିଥିଲା ତାହାପରେ ପାକିସ୍ତାନୀ ସେନା ଭୟଭୀତ ହୋଇସାରିଛି। ତା ସହିତ ପାକିସ୍ତାନର 3 ସେନାର ମୁଖ୍ୟ ଅର୍ଥାତ୍ ଯୁଗ୍ମ ମୁଖ୍ୟ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଏବଂ ଜେନେରାଲ ସାହିର ମିର୍ଜା ମଧ୍ୟ ରାତିରେ ଶୋଇପାରୁନାହାନ୍ତି। ଜେନେରାଲ ମିର୍ଜା କହିଛନ୍ତି ଯେ ଭାରତ ପୁଣି ଆକ୍ରମଣ କରିପାରେ। ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ଭବିଷ୍ୟତରେ ଭାରତ ପୁଣି ଆକ୍ରମଣ କରିବ ବୋଲି ଅସ୍ୱୀକାର କରାଯାଇପାରିବ ନାହିଁ। ତେବେ ଜେନେରାଲ ମିର୍ଜା କହିଛନ୍ତି ଯେ ଏଥର କିଛି ବିଶେଷ ଘଟିନାହିଁ, କିନ୍ତୁ ଭାରତ ଯେକୌଣସି ରଣନୈତିକ ଭୁଲକୁ ଅଣଦେଖା କରିପାରିବ ନାହିଁ। ସେ ଜୋର ଦେଇ କହିଛନ୍ତି ଯେ ଏହି ପ୍ରସଙ୍ଗଗୁଡ଼ିକର ସମାଧାନ କେବଳ ଆଲୋଚନା ମାଧ୍ୟମରେ ହୋଇପାରିବ, ଯୁଦ୍ଧ ଦ୍ୱାରା ନୁହେଁ। ପାକିସ୍ତାନ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ବର୍ତ୍ତମାନ କେବଳ କିଛି ସୀମାସ୍ତରୀୟ ହଟଲାଇନରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେଉଛି। ପରବର୍ତ୍ତୀ ଖବର ପାକିସ୍ତାନ ସହିତ ସାମ୍ପ୍ରତିକ ସାମରିକ ଉତ୍ତେଜନା ଏବଂ ପାକିସ୍ତାନକୁ ଚାଇନାର ସମର୍ଥନ ମଧ୍ୟରେ ଭାରତ ଏବଂ ଚୀନ ମଧ୍ୟରେ କୂଟନୈତିକ ଆଲୋଚନା ପାଇଁ ଏକ ନୂତନ ସୁଯୋଗ ଆସିଛି।
प्रधानमंत्री नरेंद्र मोदी और चीन राष्ट्रपति सी जिनपिंग को जुलाई ब्राजिल रियो डि जेनेरियो अनुष्ठित होगाकू 17तम ब्रिक्स सम्मेलन में साक्षात्कार जोगदेवे। गत वर्ष रूस रे काजान सहर में अनुष्ठित ब्रिक्स बैठक पर यह बैठक दुई देश नेता मध्य द्वितीय संभाव्य मुहांमुही साक्षात हो, जहां दुई देश मध्य संपर्क स्वाभाविक करने दिगरे एक गुरुत्वपूर्ण पदक्षेप बोली विवेचना कराए। गत किछि मास भितर चीन पाकिस्तान को अत्याधुनिक सामरिक प्रजुक्ति विद्या जोगाण को त्वरान्वित करिछि। एथिरे J-35A स्टेल्थ लढुआ विमान, सैटेलाइट जोगाजोगी सुविधा और PL-15 एयर टू एयर मिसाइल अंतर्भुक्त अछि, जहां पाकिस्तान भारत विरुद्ध में व्यवहार करिछि। एसबु सत्वे भारत निश्चिंत करने चाहूँगी जे आंचलिक उत्तेजना सत्वे भारत चीन संपर्क में स्थिरता बजाय रहे। तेज पहलगाम आतंकवादी आक्रमण पर एवं परवर्ती सामरिक कार्यानुष्ठान समय भारत बारंबार चीन को तार स्थिति जणाइथिला एवं यह संघर्ष भारत चीन संपर्क को प्रभावित न करने को चेष्टा करथिला। आज शेष खबर ऑपरेशन सिंदूर समय पाकिस्तान को सामरिक सहायता देवा नहीं तुर्की एयरलाइंस सह समस्त चुक्ति बातिल करने केंद्र सरकार इंडिगो को निर्देश देछंती। इंडिगो को 3 मास मध्य तुर्की एयरलाइंस सह विमान लीज चुक्तिनामा समाप्त करने को कहुଯାଇଛି। दिल्ली समेत भारतर 9टी प्रमुख विमान बंदर में माल परिवहन सेवा परिचालना करथिबा तुर्की फर्म सेबल एविएशन पई सरकार सुरक्षा क्लियरेंस प्रत्याहार करिवार किछि सप्ताह पर ही कार्यानुष्ठान ग्रहण करिसेंती। तुर्की एयरलाइंस चुक्ति बोइंग 777 उड़ान रे परिचालना करिया पई इंडिगो को 31 पर्यंत अनुमति थिला। तबे इंडिगो बेसामरिक विमान चलाचल मंत्रालय ठारू 6 मास समय वृद्धि करने अनुरोध करथिला। मंत्रालय यह अनुमति को देबा पई मना कर दैछि। तो दर्शक मते हेतिला आज वीडियो जदि वीडियोटी भलो लागि वीडियो को लाइक कर देबे, चैनल को नुआ कर आस्थिले दयाकरी चैनल को एबे ही सब्सक्राइब करी पाखर आसुथिबा बेल आइकन कॉल रे सेट कर दियंतु। धन्यवाद।